ବର୍ତ୍ତମାନ ଯେଉଁ ହାରରେ ଶୀତ ପଡ଼ୁଛି ଉଠିବା ତ ଅସମ୍ଭବ ହେଇଯାଉଛି, କିନ୍ତୁ ଭାଇ ନା ରାତି 4ଟାରୁ ଉଠିକି ଆମ ଗାଁର ଶେଷ ମୁଣ୍ଡରେ ଗାଡ଼ି ଲାଗୁଛି, ସେଠୁ ଯାଇକି ମାଛ ଆଉ ଚିଙ୍ଗୁଡ଼ି ଧରିକି ପଳେଇ ଆସିଲେ। ଆସିକି ମୋତେ କହୁଛନ୍ତି କବାଟ ଜଲ୍ଦି ଜଲ୍ଦି ଖୋଲ, ଆମେ ମାଛଟାକୁ ମୁଁ ରଖିବି। ତ ମୁଁ କହିଲି ଏତେ ଶୀତରେ ଘରୁ ବାହାରିବା ଅସମ୍ଭବ, ତମେ ଯାଇକି ମାଛ ଧରିକି ପଳେଇ ଆସିଲଣି। ତ ବାବା ଏ ମାଛ ଯେମିତି ଆଣିଛ ତାକୁ କାଟିବ କିଏ? ମୋତେ ତ ଆକୁ କାଟି ଆସେନି, ତମେ ତାକୁ କାଟିବ। କହିଲେ ବ୍ୟସ୍ତ ହନା ମୁଁ କାଟିଦେବି। ତ ସିଏ କହିଲେ ଆଣେ ଆଗେ ମାଛଟାକୁ ରଖିଦେବା। ତ ବଢ଼ିଆ ମାଛଟି ହେଇଛି, କିନ୍ତୁ ଯେହେତୁ ମୋତେ କାଟି ଆସେନି ବୋଲି ମୁଁ ତାକୁ ଜମା ବି ଆଣିବା ପାଇଁ ପ୍ରସ୍ତୁତ ନଥାଏ। ତ ସିଏ ଆଜି ପୁରା ନେଇ ଆସିଛନ୍ତି, କହିଲେ ଚିଙ୍ଗୁଡ଼ି। ତାପରେ ଗରମା ଗରମ ଚାଏ ଛୁଆ ଗଲା ପରେ ଆମେ ସ୍ୱାମୀ ସ୍ତ୍ରୀ ଚାଏର ଟିକେ ମଜା ନେଇଥିଲୁ। ମୁଁ କହିଲି ଆଜି ତମ ହାତ ତିଆରି ଚା ଟିକେ ବନେଇ ଦିଅ, ଆମେ ଦୁଇ ଜଣ ସ୍ପେଶାଲ ଚା ଟିକେ ପିଇଦେବା, ପିଇଲା ପରେ କାମ ଆରମ୍ଭ କରିବା। ତାପରେ ସକାଳ ହେଲା, ଟିକେ ଯେମିତି ରାତି ପାହିଲା, ଚାଲିଗଲେ ସେ ତାଙ୍କର ମାଛ କାଟିବା ପାଇଁ। ସେ ତ ବହୁତ ସୁନ୍ଦର ଭାବରେ ମାଛ କାଟି ଦେଇଛନ୍ତି, ତା ସାଙ୍ଗେ ଚିଙ୍ଗୁଡ଼ି ଧୁଆଧୁଇ କରିଦେଲେ। ଆଜି ବାପା ଦୁଇ ଜଣଙ୍କୁ ମୁଢ଼ି ଆଉ କଦଳୀ ମୁଁ ଖାଇବା ପାଇଁ ଦେଇ ଦେଇଥିଲି। ତାପରେ ମୁଁ ଚାଲିଗଲି ମସଲା ଟିକେ ଗ୍ରାଇଣ୍ଡିଙ୍ଗ କରିଦେବା ପାଇଁ। ତ ମୁଁ ମସଲା ରେଡ଼ି କଲି। ଆପଣମାନେ ଜାଣିଛନ୍ତି ଭାଇନା ଅଛନ୍ତି ମାନେ ମୋର ଟେନସନ୍ ନାହିଁ। ତ ଭାଇନା ନିହାତି ଆକୁ ସବୁ ତ ରାନ୍ଧିଦେବେ। ମୁଁ ମସଲା ରେଡ଼ି କରିଦେଲି। ତାପରେ ଚିଙ୍ଗୁଡ଼ି ଭାଜିଲା ଭିତରେ ମୁଁ ଟିକେ ଆଣିକି 2-4ଟା ଖାଇ ଦେଇଥିଲି। ତାପରେ ଭାଇନାଙ୍କର ତରକାରୀ ପୁରା ରେଡ଼ି ହେଇଗଲା। ତାପରେ ମୋ ପୁଅ ସ୍କୁଲରୁ ପଳେଇ ଆସିଲା। ଦେଖନ୍ତୁ ଘଷି ମାଜି ନଦେଲେ ଜମା ବି ସେମିତି ସେ ନିଜେ ଗାଧେଇବ ନାହିଁ। ତ ତାକୁ ଘଷି ମାଜିକି ଗାଧେଇ ଗୁଧା ଦେଲି। ତାପରେ ଟିକେ ବଡ଼ିକି ଭାଜି ଦେଇଥିଲି ତାୱାରେ। ଆଜି ଏଇଟା ଚିଙ୍ଗୁଡ଼ିର ଗୋଟେ ଛେଚା କରାଗଲା। କଲା ପରେ ଭାତ ତରକାରୀ ସବୁ ବଢ଼ା ହେଇକି ବାପ ଝିଅ ପୁଅକି ବସିଗଲେ ଖାଇବା ପାଇଁ। ତାପରେ ମୁଁ ସଭା ଶେଷରେ ଖାଇଥିଲି। ଆଉ ଯେଉଁ ଛେଚାଟା ବହୁତ ହି ଟେଷ୍ଟି, ବହୁତ ହି ବଢ଼ିଆ ହେଇଥିଲା। ଭାଇନାଙ୍କ ହାତ ତିଆରି ତ ବହୁତ ହି ସବୁଠୁ ବଢ଼ିଆ ହୁଏ। ତ ରହିଲି, ଜୟ ଜଗନ୍ନାଥ। ନେକ୍ସଟ ବ୍ଲଗ୍ରେ ଦେଖାହେବ। ଆପଣମାନଙ୍କ ଭଲ ପାଇବା ମୋତେ ନିହାତି ଦରକାର, ନିହାତି ସବସ୍କ୍ରାଇବ୍ କରନ୍ତୁ, ବହୁତ ସାରା ଭଲ ପାଇବା ଦିଅନ୍ତୁ।